କିଏ କିଏ ଆଇଲା କିଏ କହୁଛି? ଅଜି ମାମୁ ସବୁବେଳେ ଟିକେ ବି ଆବାଜ ହେଲେ ଏମିତି ହଉଥାଏ। ଆମେ ଏତେ ହସୁ ଲୁଚି ଲୁଚି। ଅଜି ମାମୁ କାହିଁ ସେମିତି ହଉଛ? କିଏ କିଏ ଡାକିଲା? କିଏ ଆଇଲା? ଏତେ ବଢିଆ ଆମର ଓରିଜିନାଲ ହି ମ୍ୟାନ୍ କିଙ୍ଗ ଅଙ୍କଲ। ଅଜି ମାମୁ ହଉଛି ଅଜି ମାମୁ ଆଉ ବୁଢା ମାମୁ ଆମ ଆଈ ଘରର ମେନ୍ ସ୍ତମ୍ଭ। ସେଇମାନେ ଯେତେବେଳେ ରହୁନାହାନ୍ତି ଆଈ ଘର ଆଉ ଆଈ ଘର ନାହିଁ। ଆମେ ଯେତେବେଳେ ସାନ ଥିଲୁ ସେଇ ଖରା ଛୁଟି ହୋ ହା କୁଆଡେ ଉଡ଼ିକି ପଳଉଥିଲା 1.5 ମାସ 2 ମାସ। ଏମିତି ଦ୍ୱିପରେ ଆମେ B224 ରେ ସେଇ ରୁମରେ ଯୋଉଠି ପୂଜା ହଉଥିଲା ମାମା ଗୋଟେ ଖଟରେ ଶୋଇଥାଏ ବିଛଣା ଉପରେ ଆଉ ଆମେ ସବୁ ସେଇଠି ବସିଥାଉ। ଅଜି ମାମୁ ଆସିକି କହିଲା ସନ୍ଧ୍ୟା ହେଇଗଲା 4ଟା ହେଇଗଲା ମୁଁ କ୍ଷୀର ପିଇବି ମା ମତେ କ୍ଷୀର ଦେ। ଆମେ ଏତେ ମୁଁ ଗୁଡି ମିଲି କାକି ଦିଶା ଆମେ ଏତେ ହସିଛୁ। ତାପରେ ସେଇଠୁ ଶୋଇକି ଆମେ ଝରକାରୁ ଦେଖିଲୁ ସୁନ୍ଦରୀ ଆମ୍ବ ଲଟକିଛି। ଆମେ କହିଲୁ କି ସୁନ୍ଦର। ମିଲି କହିଲା ବଢିଆ ହେଇଛି ଖାଇଲେ ହବ ତୋଳିଲେ ହବ। ଅଜି ମାମୁ କହିଲା ଖାଇବ ଆସ। ଆମେ ଖରା ଦିନ ଲାଇଟ୍ ନାହିଁ ସେମିଜ ପିନ୍ଧିଥିଲି ମୁଁ ବୋଧେ 6 କି 7 ରେ ଥିଲି। ସେମିଜ ପିନ୍ଧିଥିଲି ଅଜି ମାମୁ ଲୁଜ ପ୍ୟାଣ୍ଟ ଖାଲି ଦେହ। ମତେ କହିଲା ଲିସା ଆ। ସବୁଠୁ କିଏ ପତଳା ଆଇଲୁ ଲିସା ଆ। ମତେ ଏଇଠି ଠିଆ କରିକି କାନ୍ଧରେ ମୁଁ ଡରିକି ପଡିଯିବି ବୋଲି କହିଲା ମୋ ଚୁଟି ଧରିଦେ। ମୁଁ ଅଜି ମାମୁର ଚୁଟି ଧରିକି ଠିଆ ହେଇକି ସୁନ୍ଦରୀ ଆମ୍ବ ତୋଳିଲି। ସେତେବେଳେ ମାମାର ଆଖି ଖୋଲିଗଲା। ମାମା ଝରକା ବାଟୁ ଦେଖି କହିଲା ଘୋଡି ମୁହିଁ ମାମୁ ଉପରେ ଠିଆ ହେଇଛୁ ଓହ୍ଲା ତଳକୁ ଓହ୍ଲା। ତାପରେ ଆମେ ବିଷ୍ଟୁ ବିଷ୍ଟୁ ପୁରା ଦେହ ସାରା ଅଜି ମାମୁକୁ ବିଷ୍ଟୁ କଲୁ ଆଉ ଏତେ ଏନ୍ଜୟ କଲୁ ସେଇ ସୁନ୍ଦରୀ ଆମ୍ବ। ଏମିତି ସବୁ ଏକ୍ସପିରିଏନ୍ସ ଓନ୍ଲି ଆଣ୍ଡ ଓନ୍ଲି ଅଜି ମାମୁ ଦେଇପାରିବ। ସିଏ ମତେ ଯାହା ଲାଗୁଛି ଝିଆରୀ ମାନଙ୍କୁ ଟିକେ ବେଶୀ ଭଲ ପାଉଥିଲେ ସବୁ ମାମୁ ମାନେ। ସବୁ ମାମୁ ସ୍ପଏଲ କରିଦେଇଥିଲେ। ଗୁଡି ମିଲି ଲିସା କାକି ଦିଶା ପୁରା ସ୍ପଏଲ ମାମୁ ଘରେ। ସେଇଟା କାହିଁକି ଆମର ସୁନ୍ଦର ମାଇ ମାନଙ୍କ ପାଇଁ ଆଉ ସବୁ ମାମୁ ମାନଙ୍କ ପାଇଁ। ଲଭ୍ ୟୁ ଅଜି ମାମୁ। ଅଜି ମାମୁ ବିଷୟରେ ଯେତେ ବି କହିବି ମୁଁ ତା ପାଇଁ ସେଇଟା କମ୍ ହେବ। ତା ଭଳିଆ ଲୋକ ସବୁବେଳେ ଆକ୍ଟିଭ ସବୁବେଳେ ଦିଲଦାର ସବୁବେଳେ ହସ। କେବେ ଗୋଟେ କଷ୍ଟ ବୋଲି ତା ମନରେ ଗୋଟେ ଥାଏ ସେମିତି କିଛି ନାହିଁ। ସବୁବେଳେ ମୁଁ ତାକୁ ସେଥିପାଇଁ କି ତମେ ତ ଅଜି ମାମୁ ଏଭରଗ୍ରୀନ୍ ସବୁବେଳେ ଏଭରଗ୍ରୀନ୍ ହେଇକି ରହିବ। ରାଉରକେଲାରେ ଏବେ ବି ଗୋଟେ ଗୋଟେ ହେଇକି ମୋର ମେମୋରି ଅଛି ମନେ ପଡ଼ିଯାଉଛି। କେତେ ମସ୍ତି ଆମେ କରୁଥିଲୁ ମାମୁଁ ଘରେ। ଚାहे ସେ ସମର ଭେକେସନ୍ ହଉ ଚାहे ସେ ପୂଜା ଭେକେସନ୍ ହଉ ପହଞ୍ଚିଗଲୁ ଆରମ୍ଭ ହେଇଗଲା ସବୁ। ଭିଡ଼ିଓ କ୍ୟାସେଟ୍ ଆସିଲା ସକାଳୁ ସନ୍ଧ୍ୟା ଯାଏ ଫିଲ୍ମ ଦେଖିଲୁ। ସଟର୍ଡେ ସଣ୍ଡେ ହେଇଗଲେ ସକାଳୁ ଉଠିକି ଚାଲ ଚାଲ କୁଆଡ଼େ ଯିବ ନା ଯିବା ପାହାଡ଼ି ପାଖକୁ ଯାବା ପାଖକୁ ସେଇଠି କିଣା ହେବ ସବୁ ଆଳୁଚପ ସିଙ୍ଗିଡ଼ା। ମୁଁ କହିବି ଆରେ ମୁଁ ଦାନ୍ତ ଘଷିନି ପୁରା ବ୍ରସ୍ ମୋର ଗୋଟେ ଅଭ୍ୟାସ ବ୍ରସ୍ ନ କଲେ ମୁଁ ଖାଏନି। ମୁଁ ତ ଦାନ୍ତ ଘଷିନି ବ୍ରସ୍ କରିନି ମୁଁ କେମିତି ଯିବି। କାନ୍ଦ ମୋର ନା ତୁ ଚାଲ ଚାଲିକି ମୋତେ ନେଇକି ଯିବେ। ଏତେ ଛୁଆ ଆମେ ଯାଉ ଆସିବ 100ଟା ଆଳୁଚପ 100ଟା ସିଙ୍ଗଡ଼ା ସବୁ କିଣା ହେଇକି ଆସିବ। ମୋତେ ସେଠି କୁହାଉଥିବ ସମସ୍ତଙ୍କୁ ଏଇଠି ଖାଅ। ମୁଁ କହିବି ନା ମୁଁ ଖାଇବିନି। ଖାଉନୁ କାହିଁକି? ଆରେ ଖାଉନୁ କାହିଁକି? ଦାନ୍ତ ଘଷିଲେ ନ କଣ ଖା ମୁଁ ଯେ କାନ୍ଦିକି ମୁଁ ଖାଏ ସେଇଟା ଖାଇବି। ବହୁତ କିଛି ଜିନିଷ ପନିପରିବା ହୁଏ। ତା ସେ ସବୁଠୁ ମୋର ଏବେ ବି ମନେ ଅଛି ଗୋଟେ ସବୁବେଳେ ଅଜି ମାମୁର ଅଭ୍ୟାସ ଥାଏ ଗୋଡ଼ ଉପରେ ତାର ଛିଡ଼ା ହ। ମିଲି ଯେଉଁଠି ଥିବ ମିଲି କ'ଣ ହେଲା ଛୋଟ ଥିଲି ମିଲି ଆସିଲୁ ମା ଗୋଡ଼ ଉପରେ ମୋର ଛିଡ଼ା ହେଲୁ। ମୁଁ ତ ଛିଡ଼ା ହେବି ମୋତେ ଟିକେ ଖେଳିବାକୁ ମନ ହେଉଥିବ ସେ ଡାକୁଥିବ। ଦିନେ କ'ଣ ହେଇଛି ମୋତେ ଏମିତି ଡାକିଛି ସେ ବେଡ଼ରୁମ୍ରେ ଶୋଇଛି ସେକ୍ଟର 1ରେ ତା ବେଡ଼ରୁମ୍ରେ ଗଲା ମିଲି ଚାଲେ ଆସ ମୋ ଗୋଡ଼ ଉପରେ ଛିଡ଼ା ହେଲୁ ଟିକେ। ମୁଁ କହିଲି ହଉ ଠିକ୍ ଅଛି ଛିଡ଼ା ହେଲି। 5 ମିନିଟ୍ ଛିଡ଼ା ହେଲା ପରେ କେମିତି ଖସିବି ଏଇଠୁ ଖସିବାକୁ ତ ପଡ଼ିବ। କ'ଣ ବାହାନା କରିବି ସିଆଡ଼କୁ ପଳେଇଲେ ଛୋଟ ଛୁଆ ମୁଁ ପିଲା କ'ଣ ବାହାନା ତ କରିବି। ଏଠୁ ପାଖରେ ଗୋଟେ କର୍ଣ୍ଣରରେ ରୁମ୍ ଥାଏ କହିଲି ଅଜି ମାମୁ ଆରେ ସେଇଠି ଗୋଟେ କ'ଣ ପଡ଼ିଯାଇଛି ମୁଁ ଟିକେ ଉଠେଇକି ଆସୁଛି। କହିଲା ହଉ ହଉ କ'ଣ ପଡ଼ିଛି? ଏ କ'ଣ ଗୋଟେ ପଡ଼ିଯାଇଛି ଉଠେଇକି ଆସୁଛି। କହିଲା ହଉ ଯା ସେଇଠି ଉଠେଇକି ଆସିବ। ମୁଁ ଗଲି ଯାଇକି ଉଠି ଲୁଚି ଲୁଚି ଅନଉଥାଏ ଅଜି ମାମୁ ଶୋଇପଡ଼ିଲାଣି ଶୋଇଲେ
ଠିକ୍ ଆସ୍ତେ କିନା ଖସିକି ପଳେଇବି। ସେଠୁ ଝିଅ ମୁଁ ଶୋଇ ପଡ଼ିଲା। ସେଠୁ ଧୀରେ ଧୀରେ ଲୁଚି ଲୁଚି ଆସିବି। ମୋ ଝିଅ ମୋର ଗୋଟେ ଜିନିଷ, ତାର ନିଦଟା ବହୁତ ପତଳା ନିଦ, ଟିକେ ଇଏରେ ସେ ବାହାରିଯିବ, ତାକୁ କ୍ରସ୍ ବି କଲେ ତା ନିଦଟା ଛାଡ଼ିଯାଏ। ମୁଁ ଯେମିତି ପାସ୍ କରୁଥିବି, ମିଲି କ'ଣ, ହଁ ଆରେ କ'ଣ ହେଲା, ଉଠେଇଦେଲୁ, ଚାଲ ଆସ, ଆସି ମୋ ଗୋଡ଼ ଉପରେ ଟିକେ ଛିଡ଼ା ହେଲୁ। ଓ ଫେର ଆଉ ଥରେ ଗୋଡ଼ ଉପରେ ଛିଡ଼ା ହୁଏ ମୁଁ ତାର, ଫେରେ ମୋଡ଼ିବି, ଫେରେ କ'ଣ କରାଯିବ, ଖସିବାକୁ ତ ପଡ଼ିବ। ଅଜିମା ମୁଁ ଟିକେ ଯାଏ, ମୋତେ ଗୋଟେ କିଏ ଡାକୁଛି, ମୁଁ ଟିକେ ଶୁଣିକି ଆସେ। କିଏ ଡାକୁଛି? ନାଇଁ ମୋତେ କିଏ ଗୋଟେ ଡାକୁଛି, ଭାଇ କି ଗୁଡ଼ି କିଏ ଡାକୁଛି, ମୁଁ ଶୁଣିକି ଆସେ। ସେ ହଉ ଯା, ଜଲ୍ଦି ଆସିବ। ମୁଁ ଯାଏ, ଯାଇକି ଆସିବି ଆଉ ଆସେନି। ତାପରେ ସେ କ'ଣ କରିବ, ଖବର ପଠେଇବ ହାତରେ, ଆରେ ମିଲିଟା ଗଲା କୁଆଡ଼େ, ଡାକିଲୁ ତାକୁ ଟିକେ, ସେ କରିବ, ମୋ ଗୋଡ଼ ଉପରେ ଛିଡ଼ା ହେବ। ମୁଁ କହିଲି ହେ ଭଗବାନ। ତ ଅଜିମାକୁ ଦେଖିଲେ ନା ମୁଁ କ'ଣ କରେ, ଲୁଚେ। ଆରେ ବାବାରେ ଅଜିମା ମୁଁ ଡାକିଲି, ଗୋଡ଼ ମୋଡ଼ିବାକୁ ପଡ଼ିବ, ଭାଗ, ସବୁ ଭାଗ ସେଇଠୁ। ମାନେ ଏତେ ଜିନିଷ, ସବୁ ଜିନିଷରେ ବହୁତ ଭଲ ପାଉଥିଲା ମୋତେ, ବହୁତ। ଏତେ ଇଏ ତା ସାଙ୍ଗେ କଥା ହେଲେ ମୋତେ ଏତେ ଭଲ ଲାଗେ। ପତା ନାହିଁ କୁଆଡ଼େ ଚାଡ଼ିଗଲା। ଯେଉଁଠି ବି ରହେ ଅଜିମା ମୁଁ ରହିଛି, ହେଲେ ବି ଯୁଆଡ଼େ ବି ଗଲା, ମୁଁ ଜାଣିଛି ସେ ଆମ ସମସ୍ତଙ୍କୁ ଦେଖୁଥିବ। ତାର ଆଶୀର୍ବାଦ ଆମର ସମସ୍ତଙ୍କ ଉପରେ ନିଶ୍ଚୟ ଥିବ। ସେ ବହୁତ ବହୁତ ଭାବରେ ଯେଉଁଠି ବି ରହୁ, ଭଲସେ ରହୁ। ମୋ ଗ୍ରେଟ୍ ମାମୁ ମୋର। ଅଜିମା ମୋ ଲାଇଫ୍ର ଗୋଟେ ଇମ୍ପର୍ଟାଣ୍ଟ ପାର୍ଟ। ମୁଁ ଯେତେବେଳେ ବହୁତ ଛୋଟ ଥିଲି, ମୋର ବହୁତ କନଷ୍ଟିପେସନ୍ ହେଉଥିଲା। ଯେତେବେଳେ ଅଜିମା ଛୋଟ ଛୋଟ ଲିରିଲ୍ର ଖଣ୍ଡ କରିକିରି ମୋତେରେ ପୁରାନ୍ତି, ଆଉ ପୁରେଇକି ତାପରେ ଆକ୍ସନ୍ ଦେଖାଉଥିବେ ମୋ ଆଗରେ, ୟେସ୍ ୟୁ କ୍ୟାନ୍ ଡୁ ଇଟ୍, କର ଗୁଡି। ଆଉ ମୁଁ ପୁରା ରେଡ୍ ହେଇଯାଏ। ରେଡ୍ ହେଇକି ତାପରେ ଏଡ଼େ ବଡ଼ ଝାଡ଼ାଟେ କରିବି। ତାପରେ ଅଜିମା ମୁଁ ତାକୁ ପୁଣି ଇନ୍ସପେକ୍ସନ୍ କରିବି, ବାବା ଏଡ଼େ ବଡ଼ ଜିନିଷଟେ ତୁ ତୋ ଦେହରେ ରଖିଥିଲୁ ଗୁଡି, ବାବା। କେତେ ସମୟ ତାକୁ ଦେଖାହେବ, ଆଉ ତାପରେ ସେଟା ଫ୍ଲାସ୍ ହେବ। ସେକେଣ୍ଡ ହେଉଛି ଯେତେବେଳେ ନନ୍ଦୁ ଜନ୍ମ, ଏମିତି ତ ବହୁତ ଗୁଡ଼େ ଇନସିଡେଣ୍ଟ ଅଛି, ସବୁଗୁଡ଼ା କହିବା ପସିବଲ୍ ନାହିଁ। ନନ୍ଦୁ ଗୋଟେ ହେଉଛି, ନନ୍ଦୁ ଯେତେବେଳେ ଜନ୍ମ ହେଇଥିଲା, ସେତେବେଳେ ମାମା ଆଉ ସାଧୁ ଆମ ପାଖେ ଥିଲେ, କାହିଁକିନା ବାପା ଜର୍ମାନୀ ଯାଇଥିଲେ। ରାତି 2ଟାରେ ମାଆକୁ ବହୁତ ପେନ୍ ହେଲା, ତ ମାମା ସାଧୁକୁ ପଠେଇଲେ କି ଯା ଅଜିମାମୁକୁ ନେଇକି ଆସିବ। ତ ସାଧୁ ଚାଲି ପଳେଇଥିଲା, 1 ନମ୍ବରରେ ଅଜିମାମୁକୁ ନେଇକି ଆସିଲା। ଅଜିମାମୁର ଗୋଟେ ବଡ଼ ଏସ୍ଡି ମୋଟର ସାଇକେଲ ଥିଲା ଅଜିମାମୁଙ୍କ, ସେଇଥିରେ ବସିକି ଆସିଥିଲେ। ସାଧୁ କୋଉଠି ବସିକି ଆସିଥିଲା, ସାଧୁ ସେ ଯେଉଁ ଟାଙ୍କିଟା ଏସ୍ଡି ମୋଟର ସାଇକେଲରେ, ତା ଉପରେ ବସିକି ଆସିଥିଲା। ଆଉ ଗୋଟେ ଇନସିଡେଣ୍ଟ ହେଉଛି, ଆମେ 16 ନମ୍ବରରେ ରହୁଥିଲୁ। ମାଆର ଗୋଟେ ହେଲ୍ପିଂ ହ୍ୟାଣ୍ଡ ଥିଲା, ତା ନାଁ ହେଉଛି ରଇବାରୀ। ତ ରଇବାରୀକୁ ସେ ସବୁ ବର୍ଷ, ପ୍ରତିବର୍ଷ ଗୋଟେ ଗୋଟେ ଛୁଆ ଜନ୍ମ କରୁଥିଲା। ତ ତାକୁ ଅଜିମା ମୁଁ ଯେବେ ବି ଦେଖୁଥିଲେ ତାକୁ କହୁଥିଲେ, ରଇବାରୀ ମୂଳା ଖାଇ ଠସ୍ ଠସ୍, ଜନ୍ମ କରେ ବସ୍ ବସ୍। ଏଇଟା ଆମେ ସମସ୍ତେ ଗୋଟେ ସ୍ଲୋଗାନ ହିସାବରେ ରଇବାରୀକୁ ଦେଖିଲେ ମନେ ପକାଉଥିଲୁ। ଆଉ ଗୋଟେ ଇନସିଡେଣ୍ଟ ହେଉଛି, ପିୟୁଷ ନୂଆ ବାହା ହେଇକି ଆସିଥିଲା, ଆମେ ନୂଆ ବାହା ହେଇଥିଲୁ। ଅଜିମାମୁଁ ଘରକୁ ଯିବାର ଥିଲା। ତା ଆଗରୁ ମୁଁ ଅଜିମାମୁଁକୁ କହିଥିଲି ଯେ ଅଜିମାମୁଁ ତୁମେ କିଛି ବି ଅଭଦ୍ର କଥା କହିବନି, ଆଉ ମା ବି କହିଥିଲା। ଅଜିମାମୁଁ ଘରକୁ ଗଲୁ, ଆମେ ବଢ଼ିଆ କଥା ହେଲେ। ମୁଁ ବହୁତ ସାଟିସ୍ଫାଇଡ୍ ଥିଲି ଯେ ଅଜିମାମୁଁ କିଛି ଅଭଦ୍ର କଥା କହୁନାହାନ୍ତି। କିନ୍ତୁ ଗୋଟେ କ'ଣ ଗୋଟେ ହେଲା, ଅଜିମାମୁଁ ଜୋରରେ ବି ୱାର୍ଡଟା କହିଲେ। ତ ସେତେବେଳେ ମୁଁ ଆଉ ମା ଦେଖିକି କହିଲୁ କି ତମକୁ ପୁରା ଏତେ ଆମେ ବୁଝେଇଥିଲୁ, ପିୟୁଷ ଆଗରେ କିଛି କହିବନି। କିନ୍ତୁ ଅଜିମା କହିଲା, ଆରେ ପିୟୁଷ ଆମ ଆରିସି ପିଲା, ପିୟୁଷ ସବୁ ଜାଣେ। ସବୁଠୁ ମେମୋରିଆଲ ହେଉଛି, ଯେତେବେଳେ ବି ମୋ ବର୍ଥଡେ ହୁଏ, ମା ବାପା ସବୁବେଳେ 50-60 ଲୋକଙ୍କୁ ଡାକି ଦିଅନ୍ତି, ଗୋଟେ ଗ୍ରାଣ୍ଡ ସେଲିବ୍ରେସନ୍ ହୁଏ। ସେତେବେଳେ ଅଜିମା ସବୁବେଳେ କୁର୍ତ୍ତା ପାଇଜାମା ପିନ୍ଧିକି 8:30 ବେଳକୁ ଟକ୍ ଟକ୍ କରିକି ଆସିବେ। ଆଉ ତାପରେ କହିବେ, ଆରେ in our family only S are there, only one N is there। କ'ଣ ମୁଁ କହୁଛି ସମସ୍ତେ ବୁଝିପାରୁଥିବେ, ସେଟାକୁ ପୁଣି ବାରମ୍ବାର ରିପିଟ୍ ହେଉଥିବ।
जो कि मो फ्रेंड्स मैंने पचारती मामा जी क्या बोल रहे हैं मु आ गुड्डा और नंदू से दौड़ू इे सियाड़े आज मुझे एत शीघ्र चलजे बोली के एक्सपेक्ट कर नथी वी लव यू अजी मामू वी मिस यू बड़ मानक मोर नमस्कार आ सान मानक मोर भल पाइबा। नंदू कहले कि मते किछि बापांक विषय रे कहिया पाई। बापांक विषय रे कहिया तो बहुत किछि अछि किंतु कहि होउनी। तथापि किछिटा कथा मु कहिया को चाहूँची जेमती कि मु जेतेबेले बापा मते जेतेबेले देखिया को जाइथिले छत्रपुर प्रथम थर पाई तो से मते पचारथिले तते कौन भल लगे तोर हॉबीज कौन तू कौन करिया को भल पाओ सेठु मु कहिथिली मते गीत गाया को भल लगे आ गीत सुनिबा को भल लगे। सेठु से उठी पड़ी मते कहिले मते मध्य सेया मते मध्य गीत गाया को भल लगे। तो मु कहली ताहले आपण गोटे गीत गायकी शुणातु। से कहले मु निश्चय शुणाती किंतु मु लिरिक्स जानिनी जदि तू मो पाई लिखिदेबु ताहले मु निहाती गाइबी। सेठु मु तांको पचारिली ताहले आपण को गीतटी गायक इच्छा करचंती। तो से मते कहिथिले हृदयर एही शून्यता को। सेठु मु से लेखाटी लेखिकी तांको देली आउ से अति चमत्कार भावे गाइथिले आ तांको गीत शुणिकी आम मन मुग्ध हो जाइथिला। सेई दिनटी थिला बापांक प्रति मोर भल पाइबार प्रथम सीढ़ी। तापरे जेतेबेले मु बोहू हेकी तांको घर को गली बहुत गुड़े कथा अच्छी जो थरे कि मु तांको केबे तांकर जो भल पाइबा मो प्रति कौनसी झील को ता बापार भल पाइबा भलिया जो फीलिंग्स मु तांकोटू फील करथिली। जेमिति कि थरे मोर देह खराब हेतिला मते बहुत ठंडा हेतिला बापा मते तांको कांधरे सुएकी मते अमृतांजन लगे देथिले। मु जानेनी किए केते भाग्यवान किंतु ताटू बड़ भाग्य मो पाई किछि नथिला कहीं ना गोटे झील जेतोले ता निज घर निज बापा माँ को छाड़ी की जाए सेतिकी सी ता सासु ससुर कुठू पाइबा आजिकली समाज रे बोधे मो हिसाब रे आउ सेतिकी मु भल पाइबा मो बापा टू पाई थिली। बापा मजाक मजाक रे मते बहुत किछि कथा कहउथिले ता भितरु थिला सबु बेले मते कहंती तू होचु मोटी आउ आंकु कहंती मोटा। एई जो कथाटे से सबु बेले बहुत बहुत मजाकिया भावे कहंती आ आमे सबु से सुनी की बहुत खुशी भी हो। आ रहिला ग्लो कथा बापा तो ग्लो को बहुत ही भल पाउथिले मु बापांकर आ ग्लोर जो बॉन्डिंग एबे भी सही कथा मन पड़े कही होनी। वो प्रतिदिन संध्या बापा डायलिसिस जो फेरती ग्लो दौड़ी जाए बापा तू आसिलु डायलिसिस रो आसिलु आपोलो रो आसिलु एते शीघ्र बापा हमको छाड़ी चली जीवे बोली टिके भी विश्वास होनी। आउ हैदराबाद रे बापा और माँ आसिक एठी रहिला दिनरू आमर साहस आहरी बढ़ी जाइथिला कहीं ना बापा माँ आम पाखरे रही थिले कौन सी कथा हेले किछि भी हेले बापा तो अछंती।
ଏବେ ଏବେ କାହାକୁ କହିବି? ଖାଲି ତାଙ୍କ ପାଇଁ ଦୁଇ ପଦ କହିବି। सुहानी रात ढल चुकी, ना जाने तुम कब आओगे। सुहानी रात ढल चुकी, ना जाने तुम कब आओगे। लव यू बापा। ଆମେ ସମସ୍ତେ ତମକୁ ବହୁତ ଭଲ ପାଉ। ଅଜିମା ମୁଁ ଏମିତି ଆମକୁ ଛାଡ଼ିକି ପଳେଇ ଯିବେ କେବେ ଆମେ ଭାବିନଥିଲୁ। ମୋତେ ସବୁବେଳେ ମନେ ଅଛି ଯେବେ ଆମେ ସାନ ଥିଲୁ, ଆମେ ଆମ ସମର ହଲିଡେଜରେ ରାଉରକେଲା ଯାଉଥିଲୁ ଆଉ ଆମେ ବହୁତ ମଜା କରୁଥିଲୁ। ଅଜିମା ମୁଁ ବହୁତ ବୁଲଉଥିଲେ, ବଢ଼ିଆ ବଢ଼ିଆ ଜିନିଷ ଖାଉଥିଲୁ। ତେବେ ମୋତେ ଓଡ଼ିଆ ଆସୁନଥିଲା, ମୁଁ ହିନ୍ଦୀରେ କଥା କହୁଥିଲି। ଆଉ ଅଜିମା ମୁଁ ଯେବେ କାନ୍ଦୁଥିଲି ମୋ ପାଖରେ ଆସିକି କହିବ, ଏଇ ତୁମ ରୋତା କ୍ୟୁ ହେ, ଯା ଯାକେ ସୋ ଯା। ସେ ଜିନିଷଟା ମୋତେ ସବୁବେଳେ ମନେ ଥିବ, ମୁଁ ଅନଉଥିବି। ତାପରେ ଯେବେ ଆମେ ବଡ଼ ହେଲୁ, କାକି ଆଉ ମୁଁ ହିନ୍ଦୀରେ କଥା ହେଲୁ ଆଉ ଯେବେ କଜିଆ କହୁଥିଲୁ, ଗୋଟେ ଦୁସରକୁ କହୁଥିଲୁ ଏ ରୋତା କ୍ୟୁ ହେ, ଯା ଯାକେ ସୋ ଯା। ସେ ଜିନିଷଟା ଆମ ଘରେ କଣ୍ଟିନ୍ୟୁ ହେଲା। ଆଉ ଯେବେ ଲିସାଙ୍କର ପୁଅ ଆୟୁଷ୍ମାନ ଜନ୍ମ ହେଲା ଆଉ ସେ ଯେବେ ଧୀରେ ଧୀରେ ବଡ଼ ହେଲା ଆଉ ଯେବେ ଅଜିମା ପାଖରେ ଥିଲା, ଯେବେ ବି ସେ କାନ୍ଦୁଥିଲା, ଅଜିମା ତାକୁ ବି ଦେଖିକି କହୁଥିଲା, ହେ ତୁମ ରୋତା କ୍ୟୁ ହେ, ଯା ଯାକେ ସୋ ଯା। ସେ ଜିନିଷଟା ଆମ ଘରେ ମାନେ ସମସ୍ତେ କୁହନ୍ତି। ଏଇ ଲାଷ୍ଟ ନଭେମ୍ବର ଏଣ୍ଡରେ ଯେବେ ମମିଙ୍କର ଡେଥ୍ ହେଲା, ଆମ ଘରେ ଆମେ ସବୁ ଆସିଲୁ। କାକିର ପୁଅ ଆୟୁଷ୍ମାନ ରାୟନ ସେ ଆସିଲା ଆଉ ସେ ବି ବହୁତ କାନ୍ଦୁଥିଲା। ତେବେ ଗୋଟେ କୋଣରେ ମୁଁ ଦେଖିଲି କି ଆୟୁଷ୍ମାନ ରାୟନ ପାଖକୁ ଯାଉଛି ଆଉ କହୁଛି, ହେ ତୁମ ରୋତା କ୍ୟୁ ହେ, ଯା ଯାକେ ସୋ ଯା। ଅଜିମା ମୁଁ ଆଜି ନାହାନ୍ତି, କିନ୍ତୁ ମୁଁ ଗୋଟେ ଜିନିଷ ସିଓର କି as generations of our family continue, ଆମେ ସବୁବେଳେ ଅଜିମାକୁ ମନେ ପକାଇବୁ for a lot of good things that he has done and for this beautiful dialects of his. Hey, रोता क्यों है, जा जाके सो जा। Aji Mamu bisare bhabile, the first thing that strikes me, or the first thing I remember, the fond memories of Aji Mamu re I can remember is ame Raulkela jaitlu for a summer vacation and mu as usual Jio Mausi ghare Gudiyappa sangre thili and ame just soiki uthithilu ଆଉ ମୁଁ ଜାଣିନି କୋଉ ସେକ୍ଟରରେ and suddenly I see Aji Mamu is there outside Jio Mausi's house gate in his white ambassador and wearing a khorda gamcha, khali deho, no slippers. And then he says chalo 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 baharku jiba. तो मु आ गुटिया पापते जस्ट उठिथिलु, ब्रश भी करि नथलु, आमे बसिलु, सबु छुआ माने बसिलु एंड अर्जुन भी थिला अजी मामुर कुकुर आ आमे से गाड़ी भितरे ठुसी की थी बसी जाइथिलु एंड आई वाज सरप्राइज कि आमे जबे गलु बहुत लोग अजी मामू को चिन्हले, अजी मामू को हाय हेलो करथले एंड अजी मामू तार बिंदास है कि किछि न पिंदी कि एक्सेप्ट फॉर दैट गामछा बुलुच. So for me, Khorda Gamcha is always equal to, it's like, it reminds me of Aji Mamu. And then, other thing is like, Aji Mamu को जेबे भी कहबो कि मम्मी कि झियो मौसी के भी कहबो अजी भाई तू एटा खाई दे, नाई मते जमा भोक नहीं, तापरे मुड़कू खाउथबो, ना मते जमा भोक नहीं, आ तापरे कोन झियो मौसी नाले मम्मी गोटे प्लेट रे कोन खाइबा नि आसबे, ना मु टिके खाइबी, जम्मा खाइबिनी करके से प्लेटा सारी देव. तो मुझे जब नुआ भाई इतली एंड सोम भी कहूब कि ना आई एम नॉट हंग्री आ एमती खाऊब, तो मु कह हे अजी मामू परी हुअनी. एंड माने ए दीटा इनसीडेंट मते बेसी मने पड़ची एंड देयर एन नंबर ऑफ इंसिडेंट्स एंड समर वेकेशन वाज लाइक राउरकेला रे विथ ऑल मामू माई एंड
आमे जब बड़ हो गलु मु दीदी बंटी जब भी गपु माने आमर समर वेकेशन एते बढ़िया केबे हे पार न थांती जदि बिकॉज ऑफ द कंट्रीब्यूशन ऑफ मामू एंड माई आमे केते खाउथुलु केते मस्ती करथुलु आई रियली विश like I can visit those days back. भाई ଅଜଦାଦା ଆଜି ନାହାନ୍ତି ଆମ ସାଙ୍ଗରେ ନାହାନ୍ତି ବଟ୍ ତାଙ୍କର ମେମୋରିଟା ସବୁବେଳେ ରହିବ ସ୍ପେଶିଆଲି ଆମମାନଙ୍କ ଇଏରେ କାହିଁକିନା ତାଙ୍କର ଇଚ୍ ଜୋକ୍ସ ଇନସିଡେଣ୍ଟ ପୁରା ମେମୋରେବଲ୍ ରହିଯାଇଛି ପୁରା କ୍ଲାସିକ୍ ପୁରା ସେମିତି ଗୋଟେ ଇନସିଡେଣ୍ଟ ଏମିତି ରହିଛି ଯେତେବେଳେ ମା ମରିଲା ମୁଁ ଜାଣିନି ଏଇଟା ମୁଁ ସେୟାର କରିଛି କି ନାହିଁ ସମସ୍ତ ଆଗରେ କହିଛି କି ନାହିଁ ମା ଯେବେ ମରିଲା ସେତେବେଳେ ମୁଁ ବାହାରେ ବସିଥିଲି ଆଉ ଅଜଦାଦା ଆସିଲେ ମୋ ପାଖରେ ମୋତେ କନସଲ୍ଟ କରିଥିଲେ କି ଠିକ୍ ହେଇଯିବ କିଛି ଚିନ୍ତା କରନା କାନ୍ଦନା ଏମିତି କହୁଥିଲେ ସେତେବେଳେ ରୁବଲୁ ବସିଥିଲା ରୁବଲୁ ଫକୀର ଅଙ୍କଲଙ୍କ ପୁଅ ଜାଣିଥିବ ତ ସିଏ ବସିଥିଲା ତ ସିଏ ଅଜଦାଦା ତାକୁ କହିଲେ ତୁ ଏଠି ରହୁଛୁ ସିଏ କହିଲା ହଁ ଆଚ୍ଛା ଆଚ୍ଛା କେଉଁ ଉପରେ ହଁ ତ ଆଚ୍ଛା ଦୁଇଟା ବିସ୍କୁଟ୍ ନେଇ ଆସିବୁ ତ ମୋତେ ଟିକେ ମେଡ଼ିସିନ ଖାଇବାର ଅଛି ତ ରୁବଲୁ ଛୋଟିଆଟା ଥିଲା ସିଏ ଗଲା ଉପରେ ବିସ୍କିଟ୍ ଦୁଇଟା ନେଇ ଆସିଲା କେଉଁଟେ ଇଏ କ୍ରିମ୍ ବିସ୍କିଟ୍ଟା ନେଇ ଆସିଲା ତ ଅଜଦାଦା କହିଲେ କ'ଣ ଦୁଇଟା ଆଣିଛୁ ତୁ ସିଏ କହିଲା ଆଉ ଦରକାର କି ଆପଣଙ୍କୁ ନା ଟିକେ ଚଳିବ ତ ଅଜଦାଦା ସେଠି ମେଡ଼ିସିନଟା ଖାଇଦେଲେ ତାପରେ ତାକୁ କହିଲେ ଗୁଡ୍ ଭେରି ଗୁଡ୍ ତୁ ଏଠି ରହୁଛୁ ନା କ'ଣ ତୋର କହିଲା ରୁବଲୁ ଆଚ୍ଛା ବାପା କ'ଣ କରନ୍ତି ତ ସିଏ କହିଲା ବାପା ଏଇଠି ଅଫିସ୍ ଅଛି କିଏ ଫକୀର ସିଏ କହିଲେ ରୁବଲୁ କହିଲା ହଁ ଫକୀର ମୁଁ କହିଲି କି ହଁ ଇଏ ଫକୀରଙ୍କ ବଡ଼ ପୁଅ ଆଚ୍ଛା ତୁ ଫକୀରର ପୁଅ ଆଚ୍ଛା ତାପରେ ଇନଷ୍ଟାଣ୍ଟଲି ସିଏ କହିଲେ ଫକୀରର ପେଟଟା ଏତେ ବଡ଼ କାହିଁ ହେଇଛି ତ ରୁବଲୁ ହଠାତ୍ କିନି ସିରିୟସ୍ ହେଇକି ଡରିକୁ ଛୋଟିଆଟା ଦେଲା ତ ଏମିତି ପୁରା ବାପାଙ୍କୁ ତ ଅଜଦାଦା କହିଲେ ବାପାଙ୍କୁ ପଚାରିବୁ ତ ପେଟଟା ଏତେ ବଡ଼ କାହିଁ ହେଇଛି ଆଉ ମୋତେ କହିବୁ ସିଏ ପୁଣି ସେତେବେଳେ ଟାଇମ୍ରେ ସେଠି ଯାଇକି ପଚାରିକି ଆସିକୁ ପେଟଟା କାହିଁ ବଡ଼ ହେଇଛି ଆଉ ଯାଇକି ପୁଣି ଅଜଦାଦାଙ୍କୁ କହିବ ହସ ଲାଗିଲା ସେ ସିଚୁଏସନ୍ରେ ବୁଝିପାରିବୁନୁ ମାନେ ସେତେବେଳେ ସେ ସିଚୁଏସନ୍ରେ ମୁଁ ହସି ଗଡ଼ିଗଲି ତ ସଚ୍ ଇନସିଡେଣ୍ଟ ଅଜଦାଦାଙ୍କର ପୁରା ମେମୋରେବଲ୍ ରହିଯାଏ ଏମିତି କାଫି ଆଡ଼େ ଅଛି ଇନସିଡେଣ୍ଟ ଯେମିତିକି ଭାଇ ବାହାଘରରେ ସେ ହଠାତ୍ ବସିଥିଲେ ଗାଡ଼ିରେ ଭାଇ ସାଙ୍ଗରେ ଆମେ ନାଚୁଥିଲୁ ଅଜା ଚାଲ ହଁ ନା ତାପରେ ହଠାତ୍ କିନି ଆମେ ନାଚିଲା ବେଳକୁ ସେ ପୁଣି ନାଚୁଛନ୍ତି ଆମ ସାଙ୍ଗରେ ତ ଏତେ ହସ ଲାଗେ ଅଜଦାଙ୍କର वी विल मिस हिम अ लॉट ତାଙ୍କର ମେମୋରେବଲ୍ କିନ୍ତୁ ସବୁବେଳେ ରହିଯିବ ମେ ଗଡ୍ ବ୍ଲେସ୍ ହିଜ୍ ସୋଲ୍ ଭଲରେ ରହନ୍ତୁ। फ्राइडे दिन जो न्यूज आसला कि दादा हठात चलीगले तो से विश्वास है कि दादा चलीगले लेकिन आज भी विश्वास होनी कि दादा आम मझे नहांती। दादा मो पे सबू फैमिली पे सबू छुआ मान बहुत कर सेल्फलेसली भाविकी सबू छुआ मान कर आसी मोर मन पड़ुछि जेतेबेले मोर देह खराब थिला हठात देह खराब हो गला सेतेबेले मोर राउरकेला थी सीए विदिन 15 मिनिट्स रे
सेक्टर 2 रु सिविल टाउन आसिकी मते आईजीएच नहीं जाइथिले आउ आज मु कहबी कि मु तांको पे एका गोटे नुआ जीवन पाइछि भाई तते बहुत बहुत आभार कि तू एकुटिया सब किछि करलु ये सिचुएशन ने भाउज तुमको भी बहुत बहुत धन्यवाद तुम भाई संगे बहुत किछि करिछ जुडो तू एकुटिया भावना तू बाहर अच्छु आउ तो देह को केयर ने माँ तुम्हें भावनी कि तुम एकला अछ सबू पिला माने आमे तुम संगे अच्छु वन सी सिचुएशन ठीक है आमे आसबू समस्ते आपण पे रहिबू सब बड़े चीयरफुल रुहतु माँ सबू फैमिली आपण पाखे अच्छा सब बड़े मु भगवान को सब बड़े प्रे करी कि दादा को से भलरे रखंतु सेमी देखा गले बापा सागर तो फनी इनसीडेंट बहुत सारा अच्छी छोट बड़ू कहीं सागर थिलु से कि इनसीडेंट तो बहुत अच्छी ताकू जदि आम ट्राए करूँ कैप्चर करने को बोधे यहाँ पॉसिबल ना किंतु वन पर्टिकुलर इनसीडेंट जोटा मत आज भी मन अच्छी जोटा मु समस्त संगे शेयर करने को चाहिए सेटा है यहाँ केते जन टे एम्यूजिंग हो पारे कहीं जो इनसीडेंट मुझे नरेट करने चाहूँगी टे माने कौन कहीपरि टे हटके इमती नॉर्मली किए कर तो से इनसीडेंट है आम छोट थिलु बापा से बेले सेक्टर 1 B224 रोते आम झील पार्का जस्ट केते लाइन छाड़ी पछ रोते बापा B224 रोते तो से बेले संध्या टाइम थिला मु जिंजर नंदू थिला जुडो भाई थिला कि नहीं मत मन ना माँ थिले बापा आम को पिक्चर देखुलु सब गोटे तापर बापा गोटे गामुछा पिंधिकी बुलूले हठात कर बापा कौन कले आसिक आम पाक कहले सुन टी पे आसल टी आम डाकिले आसल आम घर टी आम गलु तो देखला बेलू सी कौन करते ना नाईटा खोलुले बसिक नाईटा खोलुले आमको कहले कौन कर आमको बापा कौन कर सी हाथ बाहर कर शुंघिल ये शुंघ टिके आम कहल ये सब कौन टे शुंघ टे बासना केमी शुंघ बासना पुणी बासना शुंघ टे कमी आम सब दौड़ पड़ेलु आम सब दौड़ पड़ेलु माँ थी माँ को धरले माँ को शुंघे माँ भी दौड़ी पड़ेले तुम कहीं मिलना शुंघापी से यार से बुले खाली क्या शुंघे क्या शुंघे से गोटे बापा घर गोटे पिलाटे कम कर श्रीकांत भाई आम डाक्टर ताकू धरले सी भी रुटी बनूला रोसई ताकू डाका पड़ा श्रीकांत श्रीकांत तो सी आसला हाँ बापा कौन है किसी कम थी कि टे आसलु आम कि कहून आम देखु कौन हो आसलु ये शुंघिलु टे हाथटा एमती बाहर कर देगी आंगुठी दीटा ये शुंघिलु ये कौन शुंघिलु टे कौन है शुंघ शुंघ टे से पाखक आस जमी पाखक आस बापा कौन कले दुटा आंगुठी नाक पूरेदेले नाक पूरेदेले घंटा पर लगे पशिगला नाक सी एकदम माने शॉक्ड है कि सी फेसियल एक्सप्रेशन देखा लायक था सी कौन ये शुंघिला एमती शुंघी ये अजब गंध ये कौन एकदम माने एकदम गोटे क्वेश्चन मार्क इन माइंड ये कौन बापा किसी कहूना देखुं मुह को तो ये कौन शुंघिले मत बाबा तक आंसर कर गोटे केमिकल तैयारी करते मो से केमिकल तो शुंघिले टे आम कहून कि सी कौन शुंघी आम से हसी 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 गड़ी गलु तो 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 यही इनसीडेंटा आज पर्यंत मत मन अच्छी इनफैक्ट मत लगुच जिंजर जुडो भाई माँ आउ नंदू की मन थी आज पर्यंत तो यहीटा वन ऑफ द इनसीडेंट जोटा कि मुझे भूली पारे सेमती कह गले आहरी बहुत सारा इनसीडेंट अच्छी किंतु यहीटा गोटे इनसीडेंट मुझे शेयर करने चाहिए थैंक यू।